ସେ ଆସିଥିଲା ମୋ ଜୀବନରେ ଶୀତ ଋତୁ ପରି ଆଉ ଚାଲିଗଲା ଶୀତ ରାତିର ଝଡ଼ ପରି। ଢଳାତିଆରେ ମୁଁ ବସିଥିଲି। ସେଠାରେ ଗୋଟିଏ କଳା ମାଛି ଉଡ଼ି ଉଡ଼ି ଯାଉଥିଲା। ହଠାତ୍ କେହି ଜଣେ ତାକୁ ଜିଭାରେ ଧରି ପାଟିରେ ଚେପି ଖାଇଦେଲା। ସେ କେହି ଆଉ ନୁହେଁ, ସେ ଥିଲି ମୁଁ ନିଜେ। ମୋ ହାତରେ ଗୋଟିଏ କାଞ୍ଚ ବୋତଲ ଥିଲା। ସେଇ ବୋତଲ ଭିତରେ ମୋର ଜଳଖିଆ ଉଡ଼ୁଥିବା ମାଛି ଥିଲା, ଯାହାକୁ ମୁଁ ବହୁତ ଆନନ୍ଦରେ ଧରିଥିଲି। ଆଉ ଆଙ୍ଗୁଠିରେ ଟୋକା ମାରି ଡାକୁଥିଲି, ଆରେ ବାବାନ, ଉଠିଆ, କେତେ ଶୁଅଛୁ? ହଠାତ୍ ମାଛିଟା ଉଠି ଦେଖିଲା କିଏ ଡାକିଲା ମୋତେ। ମୁଁ ତାକୁ କାଞ୍ଚ ବୋତଲରୁ ବାହାର କରି ମନ ଖୁସିରେ ତାକୁ ଶୁଘୁଥିଲି। ଏତେବେଳେ ହଠାତ୍ ମୋ ନଜର ପଡ଼ିଲା, ଗୋଟିଏ ସୁନ୍ଦର ଝିଅ ମୋ ପାଖରେ ବସିଥିଲା। ତାକୁ ଦେଖି ମୋ ହୃଦୟ ପ୍ରଥମ ଥର ପାଇଁ ଜୋରରେ ଧଡ଼କିଲା। ମୁଁ ପୂରା ଢଳା ପଡ଼ିଗଲି। ସାହସ କରି ଆଉ ଥରେ ତାକୁ ଦେଖିଲି। ସେ ମଧ୍ୟ ମୋତେ ଦେଖିଲା। ସେ ଟିକେ ହସିଲା। ମୋ ମନ ଆଉ ଅଧିକ ହେଲେ। ସେଇ ମୁହୂର୍ତ୍ତରେ ମୁଁ ମାଛିଟାକୁ ତାଙ୍କ ପାଖକୁ ଉଡ଼େଇଦେଲି। ମାଛିଟା ଥୋଡ଼ା ଦୂରକୁ ଯାଇ ଆଲୋକରେ ଲାଗି ଭାଜା ହୋଇଗଲା। ମୁଁ ତୁରନ୍ତ ମୋ କାଞ୍ଚ ବୋତଲକୁ ଦେଖିଲି, କିନ୍ତୁ ସେଠାରେ ଆଉ କୌଣସି ମାଛି ନଥିଲା। ମୋ ମନରେ ଗୋଟିଏ ଆଇଡିଆ ଆସିଲା। ଡାହାଣ ପାଖକୁ ଦେଖିଲି, ସେଠାରେ ଗୋଟିଏ କଏନ୍ ଭେଣ୍ଡିଂ ମେସିନ୍ ଥିଲା, ଯେଉଁଠାରେ ଟଙ୍କା ଦେଇ ମାଛି କିଣିପାରିବ। ମୁଁ ତୁରନ୍ତ ସେଠାକୁ ଗଲି। 5 ଟଙ୍କିଆ କଏନ୍ ପକେଇ ବଟନ୍ ଦବାଇଲି। ସେହି ସମୟରେ ଟ୍ରେନ୍ ଆସିବା ସମୟ ହୋଇଗଲା। ମୁଁ ଅସ୍ଥିର ହୋଇ ଜୋର ଜୋରେ ବଟନ୍ ଦବାଇବାକୁ ଲାଗିଲି। ସବୁକିଛି ସେ ଝିଅ ଦେଖୁଥିଲା। ଏହା ଦେଖି ମୋତେ ବହୁତ ରାଗ ଲାଗିଲା। ରାଗରେକୁ ଗୋଟିଏ ଘୁଷା ମାରିଦେଲି। ହଠାତ୍ରୁ ବହୁତ ମାଛି ବାହାରିଲା। ମୁଁ ଡରି ହାତକୁ ମୁହଁ ପାଖକୁ ନେଇଗଲି। ସବୁ ମାଛି ଉଡ଼ିଗଲା। ଗୋଟିଏ ମାଛି ରହିଗଲା। ମୁଁ ତାକୁ ଧରିବା ପାଇଁ ଜିଭାରେ ଲଗାଇଦେଲି, କିନ୍ତୁ ମାଛିଟା ଉଡ଼ି ଆସି ମୋ ଜିଭା ଉପରେ ବସିଗଲା। ମୁଁ ଯେତେ ଚେଷ୍ଟା କଲି ମଧ୍ୟ ଜିଭାରୁ ବାହାରିଲା ନାହିଁ। ସେ ଝିଅ ଆଶ୍ଚର୍ଯ୍ୟରେ ମୋତେ ଦେଖୁଥିଲା। ହଠାତ୍ ସେ ହସିଲା। ମୁଁ ଯେମିତିରୁ ମୁକ୍ତ ହେଲି, ମାଛିଟାକୁ ଧରିନେଲି। ଏତେବେଳେ ମାଛିଟା ମୋ ଆଖି ମୁଁ ଡରି ଜୋରରେ ଚିତ୍କାର କରୁଥିଲି। ମାଛିଟାକୁ ଆଖିରୁ ବାହାର କରୁଥିବା ସମୟରେ ସେ ଝିଅ ମୋତେ ସାହାଯ୍ୟ କରିବାକୁ ଆସୁଥିଲା। ହଠାତ୍ ମାଛିଟା ତାଙ୍କ ମୁଣ୍ଡରେ ଜୋରରେ ଲାଗିଲା। ସେ ସେଇଠି ଅଚେତନ ହୋଇପଡ଼ିଲା। ମୋ ଆଗରେ ମୋର ପ୍ରଥମ ପ୍ରେମକୁ ଟ୍ରେନ୍ ଟାଣି ନେଇଗଲା। ଆଉ ମୁଁ ସେଠି ଠିଆ ହୋଇ ଦେଖୁଥିଲି। ଏଇଟା ହେଉଛି ମୋ ପ୍ରଥମ ପ୍ରେମର କାହାଣୀ। ବେଳେବେଳେ ଆମେ ଯାହା ଚାହୁଁ ସେଟା ଆମକୁ ମିଳେନି। ଏଇ ସତ୍ୟଟା ଆଜି ଜାଣିଲି। सफेद दिल पत्थर जिम्मा है ये कुदरत का या खता तुम्हारी है, जो भी है सबब सो है पर सजा हमारी है।